ନମସ୍କାର ଓଡ଼ିଶାବାସୀ ଶୁଭ ସକାଳ। ଆଜି ହେଉଛି 30 ସେପ୍ଟେମ୍ବର ସୋମବାର। ଆଜି ରହିଛି ଦେଶ ବିଦେଶର ଟିକେ ନେଇକି ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଦେଖିବା ପୂର୍ବରୁ ଆପଣ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ତା ସହିତ ଆପଣଙ୍କ ଜିଲ୍ଲାକୁ ଭଲ ପାଉଥିଲେ, ଆପଣଙ୍କ ଜିଲ୍ଲାର ଖବର ଦେଖିବା ପାଇଁ ଚାହୁଁଥିଲେ ନିଶ୍ଚିନ୍ତ ଆପଣଙ୍କ ଜିଲ୍ଲାର ନାଁ ମଧ୍ୟ ଲେଖିଦିଅନ୍ତୁ। ଦଶହରାରେ ସରକାରଙ୍କର ବଡ଼ ଭେଟି, ତା ସହିତ ରହିଛି ଅକ୍ଟୋବର 1ରେ ବଦଳିବ ସବୁ ନିୟମ ଏବଂ ପିଏମ୍ କିଷାନ ସିଏମ୍ କିଷାନ ସୁଭଦ୍ରା ଟଙ୍କା ଏମିତି ଅନେକ ଖବର ରହିଛି। ଚାଲନ୍ତୁ ଖବର ଉପରେ ନଜର ପକାଇବା। ନମ୍ବର 1, ବିଜେପି ସରକାର ଆସିବା ପରେ 100 ଦିନ ପୂର୍ତ୍ତି ପରେ ଯାହା ସବୁ କରିଛି ସବୁ ଆଲୋଚନା କରିଛି। ଆଉ ବିଜେଡିର କିଛି ନେତାମାନେ ବିଜେପିରେ ମଧ୍ୟ ସାମିଲ ହୋଇଛନ୍ତି। ଆଉ ଏଇଠୁ ବଢିଛି ବିଜେଡିର ଚିନ୍ତା। ଏବେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ବିଜେଡି। ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହେବ ବୋଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ଦୁଇଟି ପର୍ଯ୍ୟାୟରେ ଏହି ପଦଯାତ୍ରା ନିଷ୍ପତ୍ତି ହେବ। ଗୋଟିଏ ହେଲା ଅକ୍ଟୋବର 2 ତାରିଖରୁ ଆରମ୍ଭ ହୋଇ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ପୁଣି ଅକ୍ଟୋବର 21 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ। ତେବେ କୁହାଯାଉଛି ଯେ ଗୋପବନ୍ଧୁଙ୍କ ପବିତ୍ର ତିଥିରେ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ। ଆଉ ସବୁ କିଛି ଗରିବ ଲୋକଙ୍କ ପାଖରେ ପହଞ୍ଚିବ। ନମ୍ବର 2, ମହାପ୍ରସାଦ ଏବେ ଯାଞ୍ଚ ହେବ ନାହିଁ, ଏବେ ଯାଞ୍ଚ ହେବ ଘିଅ। ଘିଅ ପ୍ରକୃତରେ ଅପମିଶ୍ରଣ ହେଉଛି କି ନାହିଁ, ସୁଆର ମହାସୁଆର ନିଯୋଗ। ତିରୁପତି ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଏବେ ଜଗନ୍ନାଥ ପ୍ରଭୁ ମହାପ୍ରସାଦରେ ନିମ୍ନମାନର ଘିଅ ପ୍ରସ୍ତୁତ ହେଉଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ ହେବ। ତିରୁପତି ପ୍ରସାଦରେ ଏବେ ମିଳିଥିଲା ମାଛ ତେଲ, ଚର୍ବି ତେଲଠୁ ଆରମ୍ଭ କରି ଘିଅ ବ୍ୟବହାର ହେଉନଥିଲା, ଯାହା ଫଳରେ ବଡ଼ ଅଘଟଣ ହୋଇଥିଲା। ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଲକ୍ଷ ଲକ୍ଷ ଲଡୁ ମଧ୍ୟ ଅଯୋଧ୍ୟାକୁ ଯାଇଥିଲା, ପ୍ରସାଦ ଭାବି ସମସ୍ତେ ସେବନ କରୁଥିଲେ। ପ୍ରଶ୍ନ ଉଠୁଛି ଏବେ ଶ୍ରୀମନ୍ଦିରରେ ମଧ୍ୟ ଘିଅ ଯାଞ୍ଚ ହେବ ବୋଲି କୁହାଯାଉଛି। ରାସନ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର। ମୋହନ ସରକାରଙ୍କର ବଡ ଘୋଷଣା। ରାସନ କାର୍ଡରେ ମିଳିବ ଗହମ। ଗହମ ତ ମିଳିବ, କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଇ-କେୱାଇସି ମଧ୍ୟ କରିବାକୁ ପଡିବ ବୋଲି ସରକାର କହିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଧୀରେ ଧୀରେ କଟୁଛି। ପାଖାପାଖି ଅଯୋଗ୍ୟ ହିତାଧିକାରୀ 15 ଲକ୍ଷ ଲୋକ ମାଡ଼ି ବସିଛନ୍ତି, ଯାହା ଫଳରେ ସରକାର ତାଙ୍କ ନାଁ କାଟିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ଇ-କେୱାଇସି ଦ୍ୱାରା। କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ଏବେ ଗହମ ମିଳୁଛି, ଆଗକୁ ଆହୁରି ବିଭିନ୍ନ ସାମଗ୍ରୀ ମିଳିବ ରାସନ କାର୍ଡ ଦ୍ୱାରା। ତେଣୁ ଆପଣ ଯଦି ନୂଆ ଆବେଦନ କରିଛନ୍ତି ଆପଣଙ୍କୁ ଖୁବ୍ ଜଲ୍ଦି ରାସନ କାର୍ଡ ଯୋଗାଇ ଦେବେ ଖାଦ୍ୟ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ କୁହାଯାଉଛି ଯେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଲେ ନୂଆ ରାସନ କାର୍ଡ ଯେଉଁମାନେ ଆବେଦନ କରିଛନ୍ତି ତାଙ୍କୁ ମିଳିବ। ଏବେ ବି ଆପଣ ଟାଇମ ଅଛି, ଏବେ ବି ଚାହିଁଲେ ନୂଆ ଆପଣ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ କୌଣସି ନାହିଁ, କିନ୍ତୁ ଅଯୋଗ୍ୟ ହିତାଧିକାରୀ ମାନେ ଯୋଉ ହାତେଇଛନ୍ତି ରାସନ କାର୍ଡ ତାଙ୍କର ନାଁ କଟିଲେ ଆପଣଙ୍କୁ ନୂଆ ରାସନ କାର୍ଡ ଦିଆଯିବ ବୋଲି କୁହାଯାଉଛି। ନମ୍ବର 3, ଆଉ ଗୋଟେ ବଡ ଖବର। ରାଜ୍ୟରେ କମିଲା ବାର୍ଡ ଫ୍ଲୁ ଭୟ, କେବଳ ପୁରୀ କେନ୍ଦ୍ରାପଡାରେ କଟକଣା। ତେବେ ପ୍ରଥମେ ବାହାରିଥିଲା ପୁରୀ ଜିଲ୍ଲାର ନିମାପଡାରେ, ତାପରେ ପୁରୀରେ, ଏମିତି ସବୁ ବିଭିନ୍ନ ପ୍ରକାର ଜିଲ୍ଲାରେ ଏବେ ବାହାରିଲା। କିନ୍ତୁ ପୁରୀ କେନ୍ଦ୍ରାପଡାକୁ ଛାଡି ଅନ୍ୟ ଜିଲ୍ଲାରେ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ବ୍ୟବସାୟୀ ମାନେ ନିଜ ବେପାର ମଧ୍ୟ କରିପାରିବେ ଏବଂ ଗ୍ରାହକମାନେ କିଣି ଖାଇପାରିବେ ବୋଲି କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ରାଜ୍ୟକୁ କୁକୁଡା ବା ଅଣ୍ଡା ରପ୍ତାନୀ ନେଇ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେ ସମ୍ପର୍କରେ ବିଚାର ବିମର୍ଶ ଚାଲିଛି, ଖୁବ୍ ଶୀଘ୍ର ସମାଧାନ କରାଯିବ। ତେଣୁ ଆପଣଙ୍କୁ କୌଣସି ବାର୍ଡ ଫ୍ଲୁର ଭୟ ନାହିଁ, କେବଳ ପୁରୀ କେନ୍ଦ୍ରାପଡାକୁ ଛାଡି ଅନ୍ୟ ଜିଲ୍ଲାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଉଛି। ତେବେ ଆଗାମୀ 24 ଘଣ୍ଟାରେ ପୁଣି ଲଘୁଚାପ ରୂପ ହେବ ଘୂର୍ଣ୍ଣିବଳୟ। ତେବେ କୁହାଯାଉଛି ଯେ ଆଗାମୀ 2 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ସେ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଏପର୍ଯ୍ୟନ୍ତ ଯଦି ଆମ ଭିଡିଓ ଆପଣମାନେ ଦେଖୁଛନ୍ତି, ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ଆପଣଙ୍କ ଜିଲ୍ଲାର ନାଁ ମଧ୍ୟ ଲେଖି ଦିଅନ୍ତୁ। ତେବେ କୁହାଯାଉଛି ଯେ ଆଗାମୀ 2 ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ସେ ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏସବୁ ଜିଲ୍ଲାକୁ 19ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। ତେବେ କୁହାଯାଉଛି ଯେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ତେ ନେଇ ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି। ତେବେ ଆଉ ଗୋଟେ ବଡ ଖବର, ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରେନ କାମ କଲାନି ବିଏମସି, ଆଉ ପରିସ୍ରା କରି ପ୍ରତିବାଦ କଲେ ବସ୍ତି ବାସିନ୍ଦା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏକଥା ସତ କଥା। ଅଜବ ପ୍ରତିବାଦର ଚିତ୍ର ଦେଖନ୍ତୁ। ବିଏମସି ଅଫିସରେ ପରିସ୍ରା କରିଛନ୍ତି ବସ୍ତି ବାସିନ୍ଦା, ବାରମ୍ବାର ଅଭିଯୋଗ କଲେ
ଡ୍ରେନ୍ କାମ ହେଲା ନାହିଁ। ଡ୍ରେନ୍ରେ ପଡ଼ି କେତେ ପିଲାଙ୍କର ମୃତ୍ୟୁ ହେଲା ଆଉ ତଥାପି ବିଏମ୍ସି ଶୁଣି ନଥିଲା। ଘର ଭିତରେ ମଳ ନର୍ଦ୍ଦମା ମଧ୍ୟ ଭାସି ଆସୁଥିଲା। ବର୍ଷା ହେଲେ ସ୍ଥିତି ସାଂଘାତିକ ହେଉଥିଲା। ବାରମ୍ବାର ଗୁହାରି ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବାରୁ ବିଏମ୍ସି ସିଟି ଇଞ୍ଜିନିୟରିଂ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ଶବର ସାହି ବସ୍ତି ବାସିନ୍ଦା। ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ। ଲୋକମାନେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ଆଉ ମେୟର ମଧ୍ୟ ଏହି ପରିସ୍ରା କଥାକୁ ସ୍ୱୀକାର କରିଥିବା ବେଳେ ମେୟର ସୁଲୋଚନା ବେରାସ ଏକଥା ଖଣ୍ଡନ କରିଛନ୍ତି। କିନ୍ତୁ କୁହାଯାଉଛି ଯେ ବସ୍ତି ବାସିନ୍ଦା ଏଭଳି କରିକି ସମସ୍ତଙ୍କୁ ଜଣାଇଛନ୍ତି ଯେ ବିଏମ୍ସି କିଛି କାମ କରୁନି ଆଉ ପିଲା ପରେ ପିଲାଙ୍କର ମୃତ୍ୟୁ ହେଉଛି, କିନ୍ତୁ ଆମେ ଗରିବ ବୋଲି ଆମ କଥା ଶୁଣୁନି। ଯେତେବେଳେ ଇଲେକ୍ସନ ଭୋଟ ପାଇଁ ଆସନ୍ତି ଗରିବ ଘରୁ ଭାତ ଡାଲି ସବୁ ଖାଆନ୍ତି, ସେଇ ବସ୍ତି ବାସିନ୍ଦା ଘରେ ଖାଆନ୍ତି। କିନ୍ତୁ ଯେତେବେଳେ ନାଳ ନର୍ଦ୍ଦମା ପାଣି ଆମ ଘରେ ପହଞ୍ଚୁଛି ସେତେବେଳେ କୌଣସି କଥା ଶୁଣୁନାହାନ୍ତି ଏହିସବୁ ମେୟର। ଏମିତି ଘଟଣା ଘଟିଛି। ତେଣୁ ଆପଣମାନେ ଯଦି ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ଦେଖୁଛନ୍ତି ନିଶ୍ଚିତ ଗୋଟେ ଲାଇକ୍ ଆଉ ଆପଣଙ୍କ ଜିଲ୍ଲାର ନାଁ ଲେଖିଦିଅ। ତେବେ ଆଉ ଗୋଟେ ବଡ ଖବର, ଆକାଉଣ୍ଟକୁ ଯିବ 15,000 ଟଙ୍କା। ସରକାର ଏଭଳି ଖୁସି ଖବର ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଖୁବ୍ ଶୀଘ୍ର ଟଙ୍କା ଜମା ହେବ ବୋଲି କୁହାଯାଇଛି। ତେଣୁ ଏପିରେ ଥିବା ମାନେ ଆନ୍ଧ୍ରପ୍ରଦେଶରେ ଥିବା ଲୋକମାନଙ୍କ ଆକାଉଣ୍ଟକୁ ମିଳିବ ଟଙ୍କା। ଆଉ ରାଜ୍ୟ ସରକାର ଏନେଇ ମଧ୍ୟ ବଡ ଘୋଷଣା କରିଛନ୍ତି। ତେଣୁ କୁହାଯାଉଛି ଯେ ଆଗାମୀ ମାସ 14 ତାରିଖରେ 15,000 ଟଙ୍କା ମିଳିବ ଜନସାଧାରଣ ଲୋକଙ୍କୁ। ମୁଖ୍ୟମନ୍ତ୍ରୀ ବଟନ ଦବାଇ ଏହି ପାଣ୍ଠି ମୁକ୍ତ କରିବେ। ଯେଉଁ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଟଙ୍କା ପ୍ରଦାନ କରାଯିବ। ତେଣୁ କୁହାଯାଉଛି ଯେ ମହିଳାମାନଙ୍କୁ କେବଳ ପ୍ରଦାନ କରାଯିବ। ୱାଇଏସ୍ଆର୍ ଇବିସି ନିସ୍ତମ ଯୋଜନାରେ ଟଙ୍କା ରାଜ୍ୟବାସୀ ଆକାଉଣ୍ଟକୁ କ୍ରେଡିଟ୍ ହେବ। 45ରୁ 60 ବର୍ଷ ମହିଳାଙ୍କୁ ମିଳିବ ବୋଲି କୁହାଯାଉଛି। 15,000 ଟଙ୍କା ମିଳିବ। କିନ୍ତୁ ଏଠି ଆମ ରାଜ୍ୟ ସରକାର କେତେ ଟଙ୍କା ଦେଉଛନ୍ତି, ଭତ୍ତା ଟଙ୍କା ମିଳିବ କି ନାହିଁ ସେ ନେଇ ମଧ୍ୟ ବାରମ୍ବାର ଆଲୋଚନା ଚାଲିଛି। ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କାର ଗୋଟିଏ କିସ୍ତି ମିଳିଛି, ପ୍ରଥମ କିସ୍ତି କିନ୍ତୁ ଅଧା ଲୋକଙ୍କୁ ମିଳିଛି। ଆପଣଙ୍କୁ ସୁଭଦ୍ରା ଟଙ୍କା ମିଳିଛି କି ନାହିଁ ମଧ୍ୟ ଗୋଟେ କମେଣ୍ଟ କରନ୍ତୁ। ଆଉ ଗୋଟେ ବଡ ଖବର, ମଦ୍ୟପ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ଚେତାବନୀ। ସ୍କୁଲକୁ ମଦ ପିଇକି ଆସିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ତେବେ ମଦ୍ୟପ ଶିକ୍ଷକ ହୋଇଯାଆନ୍ତୁ ସାବଧାନ, ବିଭାଗ ନେବ କଠୋର ପଦକ୍ଷେପ। ଏମିତି କିଛି ସତର୍କ ବାଣୀ ଶୁଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପିଲାମାନଙ୍କ ଭବିଷ୍ୟତ ତାଙ୍କ ହାତରେ। ମଦ ପିଇ ଗାଡି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ ଏବଂ ଶିକ୍ଷକମାନେ ଯଦି ମଦ ପିଇ ସ୍କୁଲ ଯିବେ ତାଙ୍କ ଉପରେ ଜୋରିମାନା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ମାତାଲ ହୋଇକି ପିଲାଙ୍କୁ ପାଠ ପଢାଇବା ହେବ ବଡ କାର୍ଯ୍ୟାନୁଷ୍ଠାନ। ଆଉ ପିଲାଙ୍କ ଭବିଷ୍ୟତ ଶିକ୍ଷକଙ୍କ ଉପରେ। ଶିକ୍ଷକ ଯଦି ଏଇଭଳିଆ କରିବେ ଆଗାମୀ ଭବିଷ୍ୟତ ପିଲାମାନେ କଣ କରିବେ? ସ୍କୁଲରେ ଛୋଟ ଛୋଟ ପିଲାଙ୍କ ସହିତ ଜଡିତ ଶିକ୍ଷକ ପିଲାଙ୍କୁ ଭଲ ମାର୍ଗରେ ଏବଂ ଭଲ ବାଟ ଦେଖାଇବା ଶିକ୍ଷକଙ୍କର କର୍ତ୍ତବ୍ୟ। ଆଉ ଶିକ୍ଷକ ଯଦି ଏଭଳି କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଆପଣମାନେ କୁହନ୍ତୁ, ଓଡ଼ିଶାରେ ମଦ ବନ୍ଦ ହେବା ଜରୁରୀ କି ନାହିଁ? ଗୋଟିଏ କମେଣ୍ଟ ମଧ୍ୟ କରିଦିଅନ୍ତୁ। ଏପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ଦେଖୁଛନ୍ତି ଗୋଟେ ଲାଇକ୍ କରନ୍ତୁ। ଆପଣଙ୍କ ଜିଲ୍ଲା ଯଦି କମେଣ୍ଟ ଦେଇଦେଇଛନ୍ତି ତ ଠିକ ଅଛି, ଯେଉଁମାନେ ଦେଇନାହାନ୍ତି ଜିଲ୍ଲାର ନାଁ ମଧ୍ୟ ଲେଖିଦିଅନ୍ତୁ। ନେକ୍ସଟ ଖବର ଉପରେ ନଜର ପକାଇବା। ଚାଷୀ ମାନଙ୍କ ପାଇଁ ବଡ ଖୁସି ଖବର, ଅକ୍ଟୋବର 5ରେ ପିଏମ କିଷାନ ଟଙ୍କା ସମସ୍ତଙ୍କୁ ମିଳିବ ବୋଲି କୁହାଯାଉଛି। ପିଏମ କିଷାନର 18ତମ କିସ୍ତି ଅକ୍ଟୋବର 5 ତାରିଖରେ ମିଳିବ। ତେଣୁ ଚାଷୀ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର। ଆଉ ଗୋଟେ ବଡ ଖବର, ସୁଭଦ୍ରା ଟଙ୍କା ଅକ୍ଟୋବର 9 ତାରିଖରେ ଆସିବ ବୋଲି ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇକି ମଧ୍ୟ ଘୋଷଣା କରିଛନ୍ତି। ଯେଉଁମାନେ ପ୍ରଥମ କିସ୍ତିର ଟଙ୍କା ପାଇନାହାନ୍ତି ତାଙ୍କୁ ମିଳିବ ବୋଲି କୁହାଯାଉଛି। ତେଣୁ 50 ଲକ୍ଷରୁ ଅଧିକ ମହିଳା ଆବେଦନ କରିସାରିଲେଣି, ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନି। ଖୁବ୍ ଜଲ୍ଦି ତାଙ୍କ ଆକାଉଣ୍ଟକୁ 9 ତାରିଖରେ ଟଙ୍କା ଯିବ ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ ଖବର, ବିଜେପି ସରକାର ଆସିଲେ 100 ଦିନରେ ଯାହା ସବୁ କରୁଛି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଆଜି ରାଜ୍ୟ ସରକାର ପୋଲିସ ବିଭାଗରେ ମଧ୍ୟ ବଡ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟରେ ଭୁବନେଶ୍ୱର ଡିସିପି ଯୋଉ ପ୍ରତୀକ ସିଂ ତାଙ୍କର ମଧ୍ୟ ବଦଳି ହୋଇଛି। ଆଉ ଭୁବନେଶ୍ୱର ଏସପି ପିନାକୀ ମିଶ୍ର ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କଟକର ଏସପି ଭାବେ ନିଯୁକ୍ତି କରାଯାଇଛି। ମାନେ ଉପର ପଦରୁ ସିଧା ତଳ ପଦକୁ ଯାଇଛନ୍ତି। କୁହାଯାଉଛି ଯେ ଅଦଳ ବଦଳ ହେବାର କାରଣ କଣ ଜଣା ପଡିନାହିଁ, କିନ୍ତୁ ଯାହା ହେଉଛି ଓଡ଼ିଶାର ଭବିଷ୍ୟତ ଦେଖିବା ପାଇଁ କି ହେଉଛି ବୋଲି କୁହାଯାଉଛି। ଓଡ଼ିଶାର ଆଗକୁ କେମିତି ଉନ୍ନତି ହେବ ସେ ନେଇକି ମଧ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।
ତେବେ ଆଉ ଗୋଟେ ବଡ ଖବର, ଆଇପିଏଲ ଇତିହାସରେ ପ୍ରଥମ କ୍ରିକେଟରଙ୍କ ଉପରେ ଲାଗିବ ବ୍ୟାନ୍, ମ୍ୟାଚ୍ ନ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ତେବେ କୁହାଯାଉଛି ଯେ ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜକୁ 6ଟି ଖେଳାଳିକୁ ରିଟର୍ନ ଅନୁମତି ଦିଆଯାଇଛି। ଆଉ ଚେନ୍ନାଇ ସୁପର କିଙ୍ଗ ସମେତ ଅନ୍ୟ ଦଳ ପାଇଁ ବଡ ଖୁସି ଖବର ଆସିଛି। ଆଇପିଏଲ 2025ରେ କଠୋର ନିଷ୍ପତ୍ତି ନିଆଯାଇଛି, ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଏହି ସିଜନରେ କିଛି ଖେଳାଳିଙ୍କୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲା ବିସିସିଆଇ। କୌଣସି ଖେଳାଳି ନିୟମ ଉଲ୍ଲଂଘନ କଲେ ତାଙ୍କୁ 2 ବର୍ଷ ଟୁର୍ଣ୍ଣାମେଣ୍ଟରୁ ବ୍ୟାନ୍ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏଇଭଳିଆ ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ସକାଳ 5ଟାରେ ଏବଂ ସନ୍ଧ୍ୟା 5ଟାରେ ଆପଣମାନେ ଖବର ପାଇପାରିବେ। ଜୟ ଜଗନ୍ନାଥ।